ହୋଇଯିବ ଅବଶ୍ୟ। ତେବେ ବିଳମ୍ବ ନ କରି କୁହନ୍ତୁ ହେ କୁଳଗୁରୁ, এই বিছা সংক্রান্তি 10 দিন ভোগ মধ্যে দেবকী বসুদেবর বিবাহ নিশ্চিত অবশ্য। তবে মনে রাখিথিব বৎস, এই লগ্নে যদি দেবকী কন্যার বসুদেব সহিত বিবাহ ন হুয়ে কুলগুরু চিরদিন পাই দেবকী অবিবাহিত হই রহিব। ଏହି କଥା କହିଛନ୍ତି ଦେବର୍ଷି ନାରଦ, ଆଉ ଏହି କଥା କହୁଛନ୍ତି ଆପଣ। ନିଶ୍ଚୟ ଅବଶ୍ୟ। କିନ୍ତୁ ମନ ମଧ୍ୟରେ ଉପଜେ ଆଶଙ୍କା, ଯାଇଅଛି ବଡ଼ ବୀରପୁତ୍ର କଂସ, ତାହାରି ଅନୁପସ୍ଥିତିରେ ବିବାହ ସମ୍ପାଦନ କରିବି ବତ୍ସ, ପୁତ୍ର କଂସ କେବେ ପ୍ରତିବାଦ କରିବେନି। ଅବଶ୍ୟ ପୂର୍ବ ଯାତ୍ରା କହିଛନ୍ତି ଅନୁପସ୍ଥିତ। ଏଇଆ ତ। ହେ ମହାରାଜ, ଚିନ୍ତା କରନ୍ତୁନି। ଯାହା କହୁଛନ୍ତି ଠିକ କହୁଛନ୍ତି। ଅନୁରାହା କନ୍ୟା ଦେବକୀ ଘରେ ରହିବା ଦ୍ୱାରା ପିତା ମାତାଙ୍କୁ ଯେ କେତେ କଷ୍ଟ, ଯିଏ କନ୍ୟାର ପିତା ମାତା ସେ ହିଁ ବୁଝିପାରେ। ତେବେ ଅକ୍ରୁର କୁଳଗୁରୁ, ବଂଶକୁ ବୁଝେଇବାର ଦାୟିତ୍ୱ ତମମାନଙ୍କ ଉପରେ, ଶକ୍ରାଜିତଙ୍କ ଉପରେ, ତମରି ଉପରେ, ଅନାଧୁଷ୍ଟଙ୍କ ଉପରେ, ସାତ୍ୱକୀର ଉପରେ। କୁଳଗୁରୁ, ବିବାହ ହବା ମାତ୍ର ମୁନିବର ବଂଶମର ଏକମାତ୍ର ପୁତ୍ର, ତାର ଅନୁପସ୍ଥିତିରେ ଏତେ ବଡ଼ ବିବାହ କାର୍ଯ୍ୟ ମଥୁରାପୁରରେ ହେବା। ମା ଇନ୍ଦୁମତୀ କାନ୍ଦ ଉଠୁଛି। ରାଣୀଙ୍କୁ ମଧ୍ୟ ଠିକ କହିଛନ୍ତି। ପବିତ୍ର ଭରତ ବଂଶର କୁଳପତି ପଢ଼ଉଛନ୍ତି ଯୁବରାଜ କଂସ। ବାସ୍ତବିକ ସତ୍ୟଜିତ ତମେ ବି ଠିକ କହିଛ। ମୁଁ ଜାଣୁଛି ଭଉଣୀର ବିବାହ ସମ୍ଭବ ମଧ୍ୟ। ହେ ଶକ୍ରାଜିତ, କନ୍ୟା ବିବାହ କରିବା ପାଇଁ ପ୍ରସ୍ତୁତ ହୁଅ। କୁଳଗୁରୁ ଯାହା କହୁଛନ୍ତି ଉଚିତ। ମୁଁ ତୁମକୁ ପୁଣି କହୁଛି, ଏଇ ଲଗ୍ନରେ ଯଦି ଦେବକୀର ବିବାହ ବସୁଦେବ ସହିତ ନ ହୁଏ, ଚିରଦିନ ପାଇଁ ଦେବକୀ ଅବିବାହିତ ହୋଇ ରହିଯିବ। ହେ ମହାରାଜ, ଆଦେଶ ଶିରୋଧାର୍ଯ୍ୟ କୁଳଗୁରୁ। ଆସୁଛି ବଶ୍ୟ। ଅକ୍ରୁର ଶକ୍ରାଜିତ ପ୍ରଣାମ। ଯଶରଣ ହି କୁଳଗୁରୁ। ସୁକଲ୍ୟାଣ ବସ୍ତୁ, ଯଶକ୍ତି ଭାବ, ସୁଖିନାମ ଭବ। ମହାମନ୍ତ୍ରୀ ଶକ୍ରାଜିତ, ଦେବର୍ଷି ନାରଦ ଏବଂ ଗର୍ଗ ମୁନିଙ୍କର ପରାମର୍ଶ କ୍ରମେ ମହାରାଜ, ଏହି ନିର୍ଦ୍ଧାରିତ ଲଗ୍ନରେ ମୋ ଅଳିୟଳ କନ୍ୟା ଦେବକୀର ବିବାହ ସମ୍ପାଦନ କରିବି। এই লগ্ন যদি ব্যতিক্রম ହୁଏ ବଳାବେଳେ କହି ଯାଉଛି ଅକ୍ରୁର। ମା ଇନ୍ଦୁମତୀ, ସାରା ଦିନ ଦେବକୀ ଅବିବାହିତା ହୋଇ ରହିଯିବ। ମହାମନ୍ତ୍ରୀ, ଘେନି ଆସ ମୋର ଅଳିୟଳ କନ୍ୟା ଦେବକୀଙ୍କୁ ମୋହରି ସମ୍ମୁଖେ। ଆଦେଶ ମହାରାଜ। ହେ ମହାରାଜ, କୁଳଗୁରୁ ଯାହା କହିଗଲେ ଆପଣଙ୍କୁ ଉଚିତ କହିଯାଇଛନ୍ତି। ନିଶ୍ଚିତ ଭାବରେ ଏହି ନିର୍ଦ୍ଧାରିତ ଲଗ୍ନରେ ସେହି ଉପଯୁକ୍ତ ପାତ୍ର ସହିତ କନ୍ୟା ଦେବକୀର ହେବ ଶୁଭ ପରିଣୟ। ମାର୍ଗଶିର ମାସ ବିଛା ସଂକ୍ରାନ୍ତିର 10 ଦିନ ଭୋଗରେ କନ୍ୟା ଦେବକୀର ଶୁଭ ପରିଣୟ ହେବ ଜାମାତା ବସୁଦେବ ସହିତ। ପାତ୍ର ମନ୍ତ୍ରୀ ଶକ୍ରାଜିତ, ମଥୁରାର ଦିଆ ଘୋଷଣା, ଦ୍ୱାରେ ଦ୍ୱାରେ ପୁରେ ପୁରେ ସ୍ଥାପିବେ ବ୍ରହ୍ମା ବୃକ୍ଷ ଆଉ ପୂର୍ଣ୍ଣ କଳସୀ। ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବେ ଜାମାତା ବସୁଦେବୀ। ମହାରାଜ, ମହାମନ୍ତ୍ରୀ, ଖୋଲି ଦିଅ ମଥୁରାର ରାଜ କାରାଗୃହ। ବନ୍ଦୀମାନେ ମଧ୍ୟ ଆଜି କନ୍ୟା ଦେବକୀର ବିବାହ ଉତ୍ସବରେ ଆନନ୍ଦରେ ମାତିଯିବେ। ମହାମନ୍ତ୍ରୀ, ନିଶ୍ଚୟ ମହାରାଜ। ମା ଦେବକୀ, ଆଜି ମହାରାଜା ଉଗ୍ରସେନ ଏବଂ ମହାରାଣୀ ଇନ୍ଦୁମତୀ ଆମେ ଚିନ୍ତା ମୁକ୍ତ ହୋଇଛୁ। ଆଜି ଏକ ଶୁଭ ଲଗ୍ନରେ ତୋର ବିବାହ ସମ୍ପାଦନ କରିବି ଲୋ ମା। ତେଣୁ ଅତି ଶୀଘ୍ର ତତେ ନେଇଯିବି ସେହି ବିବାହ ମଣ୍ଡପେ। ମୋ ପାଇଁ ଏକ ଉତ୍ତମ ପାତ୍ର ସନ୍ଧାନ ଆମେ ପାଇଛୁ।
ମନ୍ତ୍ରୀ ଅକ୍ରୁର ମହାରାଜ ଏହି ଶୁଭ ସନ୍ଦେଶ ଶୁଣିବା ପରଠାରୁ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଯାଉଛି ରାଜା ଉଗ୍ରସେନ। ହଁ ମହାରାଜ ତେଣୁ କିଛି ନୃତ୍ୟ ଗୀତର ଆୟୋଜନ କର ମହାମନ୍ତ୍ରୀ। ମହାବେଶ ମହାରାଜ। ହଁ ମହାରାଜ ଆପଣଙ୍କର ଆନନ୍ଦିତ ମନକୁ ଆହୁରି ଆନନ୍ଦିତ କରିବା ପାଇଁ ଏହି ମହାମନ୍ତ୍ରୀ ଶକ୍ରାଜିତ ରଚନା କରିଛି ନୃତ୍ୟ ଗୀତର ଆସର ମହାରାଜ। ବର୍ତ୍ତମାନ ମହାରାଜ ନୃତ୍ୟଭୂମି କଳା ପରିଷଦ ସୁଦୂର କଟକରୁ ଆସିଥିବା ନୃତ୍ୟ ଶିଳ୍ପୀଗଣ ନିଜର ନୃତ୍ୟ ଗୀତ ପରିବେଷଣ କରିବେ ଏହି ଆମ ରାଜ ଦରବାରୀ। ଏହା ହେଉଛି ଭୋଜବଂଶ ଅଧିପତି ମହାରଥୀ ମଥୁରାଧିପତି ମହାରାଜ ଉଗ୍ରସେନଙ୍କର ଆଦେଶ। ଆସ ନୃତ୍ୟ ଶିଳ୍ପୀଗଣ ନକରି ବିଳମ୍ବ ନୃତ୍ୟ ଗୀତର ତାଳେ ତାଳେ ନୂପୁରର ଗୁରୁର ଗୁଞ୍ଜନରେ ନୃତ୍ୟ ଗୀତ କର ଆୟୋଜନ ଏହି ରାଜ ଦରବାରୀ।